ମୁଁ ହେଉଛି ଦେବୀ ସରସ୍ୱତୀ। ଆଜି ଜାଣିବା ମୋ ଜନ୍ମର କାହାଣୀ। ଭଗବାନ ବିଷ୍ଣୁଙ୍କ ଆଦେଶରେ ଯେତେବେଳେ ବ୍ରହ୍ମଦେବ ସୃଷ୍ଟିର ରଚନା କରୁଥିଲେ, ସେତେବେଳେ ପୃଥିବୀ ସହିତ ପୃଥିବୀ ପୃଷ୍ଠରେ ମଣିଷ ଏବଂ ଜୀବଜନ୍ତୁଙ୍କର ମଧ୍ୟ ରଚନା କରିଥିଲେ। କିଛି ଦିନ ପରେ ସେ ପୃଥିବୀ ପୃଷ୍ଠକୁ ବୁଲିବାକୁ ଆସିଥିଲେ। ସେ ଦେଖିଲେ ମଣିଷ ସହିତ ସମସ୍ତ ଜୀବଜନ୍ତୁଙ୍କ ମୁହଁରେ ସରସତା ନାହିଁ, ବରଂ ଉଦାସୀନତା ଅଛି। ଏହା ଦେଖି ସେ ଚିନ୍ତା କଲେ ଯେ ମୋର ସୃଷ୍ଟିରେ କିଛି ଭୁଲ ଅଥବା ତ୍ରୁଟି ରହିଯାନି ତ। ତାପରେ ତୁରନ୍ତ ସେ ନିଜ କମଣ୍ଡଳରୁ ଜଳ ମାଟିରେ ସିଞ୍ଚନ କଲେ ଏବଂ ସେଥିରୁ ମୋର ଉତ୍ପତ୍ତି ହେଲା। ମୋତେ ବ୍ରହ୍ମଦେବ ଏକ ବୀଣା, ପୁସ୍ତକ ଏବଂ ମାଳି ଉପହାର ସ୍ୱରୂପ ଦେଇ କହିଲେ, ହେ ଦେବୀ ସରସ୍ୱତୀ, ପୃଥିବୀ ପୃଷ୍ଠରେ ଲୋକମାନେ ଚଳପ୍ରଚଳ ହେଉଛନ୍ତି ସତ, କିନ୍ତୁ ସେମାନେ କଥାବାର୍ତ୍ତା ହେବାରେ ସମର୍ଥ ନୁହନ୍ତି ଏବଂ କେହି କାହାର ଭାବର ଆଦାନ ପ୍ରଦାନ କରିପାରୁନାହାନ୍ତି। ଫଳସ୍ୱରୂପ ତାଙ୍କର ଜୀବନ ନିରାଶ ହୋଇଗଲାଣି। ଆପଣ ଆପଣଙ୍କର ବୀଣାର ଶାନ୍ତ ସ୍ୱରରେ ସଂସାରକୁ ବାକ୍ ଶକ୍ତିର ସ୍ୱରୂପ ପ୍ରଦାନ କରନ୍ତୁ, ଯାହାଫଳରେ ସେ ତାଙ୍କର ଭାବର ଆଦାନ ପ୍ରଦାନ କରିପାରିବେ। ତାପରେ ମୁଁ ନିଜର ବୀଣାର ସାତ ସ୍ୱରର ଧ୍ୱନି ଶୁଣାଇଥିଲି, ଯାହାଦ୍ୱାରା ସମସ୍ତେ କଥା କହିବାକୁ ସକ୍ଷମ ହେଲେ। ଝରଣା ଆଦି କୁଳୁକୁଳୁ ଶବ୍ଦ କରିବାକୁ ଲାଗିଲା। ପବନ ବି ସୁ ସୁ ହୋଇ ବୋହିବାକୁ ଲାଗିଲା। ସମସ୍ତ ବାତାବରଣ ଯେମିତି ମଧୁର ସଙ୍ଗୀତରେ ଗୁଞ୍ଜି ଉଠିଲା। ଏତେ ଦିନ ଧରି ଲାଗି ରହିଥିବା ନୀରବତାର ଅନ୍ତ ହେଲା। ସେବେଠାରୁ ଲୋକମାନେ ମୋତେ ବିଦ୍ୟା, ଜ୍ଞାନ, ସୃଜନଶୀଳତା ଏବଂ ସଙ୍ଗୀତର ଦେବୀ ରୂପେ ପୂଜା କରିବାକୁ ଲାଗିଲେ। ତା ପରଠାରୁ ବସନ୍ତ ପଞ୍ଚମୀ ଦିନକୁ ମୋର ଜନ୍ମୋତ୍ସବ ରୂପେ ପାଳନ କରାଗଲା।